ଆଜିର ଆପଣ ମାନଙ୍କୁ जो ଆଜିର କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରିଛି ଏବଂ ସମାଜ ପାଇଁ ଆହ୍ୱାନ ଆଜି ଠିଆ ହେବାକୁ ଯାଉଛି ଯେ ଆମ ଗଞ୍ଜାମ ଜିଲ୍ଲା ଗତ ବର୍ଷେ ଭିତରେ ସମ୍ପୂର୍ଣ୍ଣ ଭାବେ ରେପିଷ୍ଟ ଜିଲ୍ଲା ହେଇଯାଇଛି, ମର୍ଡରର ଜିଲ୍ଲା ହେଇଯାଇଛି। ରେପିଷ୍ଟ ଜିଲ୍ଲା ଏଇଥିପାଇଁ କହିବି ଯେ ଆପଣ ମାନେ ଜାଣିଥିବେ ଖୋଲିଙ୍ଗିରେ ଗୋଟେ 5 ବର୍ଷର ଝିଅକୁ ରେପ୍ ଆଣ୍ଡ ମର୍ଡର ହେଲା, ଗୋପାଳପୁର କେସ୍। ତାପରେ ଆପଣ ଗୋପାଳପୁର ଥାନା ଯୋଉ ଗଣତନ୍ତ୍ର ଥାନା ଅଣ୍ଡରରେ ଗୋଟେ 2ଟି ଝିଅକୁ ଯୋଉମାନେ ଅଣ୍ଡର 18 ଝିଅ ସେମାନଙ୍କୁ 4 ଜଣ ପୁଅ ରେପ୍ କଲେ। ପରେ କୋରାପୁଲରେ ଗୋଟେ ଝିଅକୁ ଗୋଟେ ମୁସଲିମ ପୁଅ ମର୍ଡର କଲା। ପରେ ଦେଖିବେ ଯେ ଆପଣଙ୍କର ସିଙ୍ଗିପୁର ଜାହାଡା ପଞ୍ଚାୟତର ସେଠି ଗୋଟେ କଙ୍ଗାରୁ କୋର୍ଟ ହେଲା। ତାପରେ ଆପଣଙ୍କର ପାଟପୁର ଥାନା ଅଣ୍ଡରରେ ଗୋଟେ ଝିଅକୁ 9ମ ଶ୍ରେଣୀ ଝିଅକୁ 3 ଦିନ କାଳ ଜଙ୍ଗଲରେ ନେଇକି ରେପ୍ କଲେ। ବିଶେଷ କରି ପୋଲସରାରେ ମର୍ଡର ଗୋଟେ 4-5 ଦିନ ତଳେ ବଜାର ଉପରେ ମର୍ଡର ହେଲା। ଏବଂ ଗତ କାଲିର ଘଟଣା ଯେ ଜଣେ ଏକ୍ସ ସରପଞ୍ଚଙ୍କୁ ତାଙ୍କ ଘର ଆଗକୁ ଯାଇକି ମାଉଜରରେ 6 ରାଉଣ୍ଡ ଗୁଳି ହେଲା ଏବଂ ବମ୍ ଫୁଟିଲା। ମୋର କହିବାର ମୁଖ୍ୟ ଉଦ୍ଦେଶ୍ୟ ହଉଛି ଆପଣ ମାନେ ବୋଧ ହୁଏ ଜାଣିଥିବେ କି ନାହିଁ, କିଛି ମାସ ପୂର୍ବରେ ଗୋଟେ ପୁଅ ତାର ଫେସବୁକରେ ଗୋଟେ ପୋଷ୍ଟ କରିଥିଲା ଯେ ତାକୁ ମାଉଜର ଦେଖେଇକି ଧମକା ହେଲା ଆଉ ପ୍ରାଣରେ ମାରିଦେବାକୁ। ସିଏ ପୋଲିସ ଷ୍ଟେସନରେ ହିଞ୍ଜିଳି ପୋଲିସ ଷ୍ଟେସନରେ କେସ୍ ଦେଲେ, କିନ୍ତୁ ହିଞ୍ଜିଳି ଆଇଆଇସି ତା କେସ୍ ଏଫଆଇଆର କଲେନି ଏବଂ ସିଏ ଅଲଗାକିରି ଆଉ ଗୋଟେ ଏଫଆଇଆର ଦେଲା ଯୋଉଟା ସିଏ ଫେସବୁକରେ ପୋଷ୍ଟ କରିଥିଲା। ସେଇଟା ମୁଁ ଜାଣିଲି, ଜାଣିବା ପରେ ପଚାରିଲି ଯେହେତୁ ସେ ଏଫଆଇଆର ହେଇପାରିଲାନି କିଏ କିଛି, ଯଦି ସେଇ ଲୋକକୁ ସେଇ ଦିନ ଆରେଷ୍ଟ କରିକି ମାଉଜର କେସରେ ଯଦି ଫରୱାର୍ଡ କରାହେଇଥାନ୍ତା ତାହେଲେ ହୁଏତ ଆଜି ମାଉଜର ଘଟଣା ଘଟିନଥାନ୍ତା। ମୋ କହିବା କଥା ମାଉଜର ଆସୁଛି କୋଉଠିକି? ଆମ ଗଞ୍ଜାମ। 24 ବର୍ଷ କାଳ ବିଜେଡି ଶାସନ କଲା। 24 ବର୍ଷରେ ଆରସି ସିଂ ଥିଲେ, ସମସ୍ତ ଗୁଣ୍ଡାକୁ ସେମାନଙ୍କୁ ଜେଲରେ ପକେଇ ରଖିଥିଲେ ଏବଂ ତଳେ ଆଣ୍ଠେଇ ଦଉଥିଲେ। ଆଜିର ପୋଲିସ କଣ ନିଷ୍କ୍ରିୟ କି? ନା, ଏ ଗୁଣ୍ଡା ମାନଙ୍କର ସମ୍ପର୍କ ବିଜେପି ନେତା ମାନଙ୍କ ସହିତ ଭଲ ଅଛି। ମୁଁ ଭାବୁଛି ବିଜେପି ନେତା ମାନେ ଗୁଣ୍ଡା ମାନଙ୍କୁ ଆଶ୍ରୟ ଦଉଛନ୍ତି, ଯାହା ମୋ ଚିନ୍ତାଧାରା। ନହେଲେ ଏତେ ବଡ କ୍ରାଇମ ଆପଣ ଦେଖନ୍ତୁ, ବର୍ଷେ ଭିତରେ 10ଟି ମର୍ଡର ହେଇଛି ଗଞ୍ଜାମରେ। ଯଦି ଏ ବିଜେପି ସରକାର ପ୍ରିୟା ପ୍ରୀତି ପୋଷଣ ରଖିବନି, ଗୁଣ୍ଡା ମାନଙ୍କ ସହିତ ସମ୍ପର୍କ ରଖିବନି, ଯଦି ଏ ବିଜେପି ସରକାର ଗୁଣ୍ଡା ମାନଙ୍କୁ ଡରିବନି, ପୋଲିସକୁ ତାର ଫ୍ରିଡମ ଦବ, ତାହେଲେ ଗୁଣ୍ଡା ଦମନ ହବ। ଯଦି ଗୁଣ୍ଡା ଦମନ ହଉନି ଭାଇ, ତାହେଲେ ସାଧାରଣ ଜନତା ଆଜି ମରଣ ମୁଖରେ ଅଛନ୍ତି, ସମସ୍ତେ ମରଣ ମୁଖରେ। ଯଦି କାଲି ଦାଣ୍ଡ ମୁହଁରେ ଜଣକୁ ମାଉଜର ଫୁଟାଇ ଗୁଳି ଫୁଟାଇଛି, ବମ୍ ଫୁଟା ହଉଛି, ଆମ ଜୀବନର କୌଣସି ମୂଲ୍ୟ ନାହିଁ ମୁଁ ଭାବୁଛି। ସେଇଭଳି ଗଲେ ଆପଣ ମାନେ ଦେଖିଥିବେ ଗତ 2 ବର୍ଷ ତଳେ ନାଇଟ୍ରେଟ ମିକ୍ସଚର ଆମ ନିର୍ବାଚନ ମଣ୍ଡଳୀ ଗୋଟେ ଆଉ ଗୋଟେ ଭାଟକୁମଡ଼ା ରାମଚନ୍ଦ୍ର ସାହୁ, ରାମହରି ସାହୁ ଏବଂ ଶିବ ଦାସ 2 ଜଣ ଲୋକ ନାଇଟ୍ରେଟ ମିକ୍ସଚର ବିକ୍ରି କରୁଛନ୍ତି। ଆପଣ ମାନଙ୍କୁ ଜଣାଇବା ପାଇଁ ମୁଁ କହୁଛି, ନାଇଟ୍ରେଟ ମିକ୍ସଚର ବିକିବା ପାଇଁ ଏକ୍ସପ୍ଲୋସିଭ ଆକ୍ଟ 2017ର ଫର୍ମ 21 ଯାହା ପାଖରେ ଅଛି ସିଏ ନାଇଟ୍ରେଟ ମିକ୍ସଚର ବିକି ପାରିବ, କିନ୍ତୁ ନାଇଟ୍ରେଟ ମିକ୍ସଚର କିଣିବା ପାଇଁ ଫର୍ମ 22 ଦରକାର। ଯାହା ମୁଁ ଶୁଣିଲି, ମାନେ ଗୋଟେ ପ୍ରମେୟ ପେପରରେ ବାହାର ଥିଲା 4 ଜୁଲାଇ କି 5 ଜୁଲାଇରେ, ସେଠି 24 ଜୁନରେ କିଛି ଲୋକ କଲେକ୍ଟରକୁ ଲେଖିକି ଦେଇଛନ୍ତି ନାଇଟ୍ରେଟ ମିକ୍ସଚର, ଯେ ସେ ବିଷୟରେ ମୁଁ ଯାହା ଖବର ପାଇଲି ଯେ କିଣିବା ପାଇଁ ମଧ୍ୟ ଫର୍ମ 22 ଦରକାର, କିନ୍ତୁ କିଣିବା ପାଇଁ ଆମ ଗଞ୍ଜାମ, କନ୍ଧମାଳ, ଫୁଲବାଣୀ କାହାରି ପାଖରେ ପରମିଶନ ନାହିଁ। ଯୋଉ 2 ଜଣ ବ୍ୟକ୍ତି ପାଖରେ ବିକିବା ପାଇଁ ପରମିଶନ ଅଛି, ଆପଣ ମାନେ ଜାଣିବା ପାଇଁ 20 ବର୍ଷ ତଳେ ସେମାନେ ସାଇକେଲ ଧରିକି ଦୌଡ଼ିଆ ବିକୁଥିଲେ, କିନ୍ତୁ 20 ବର୍ଷ ଭିତରେ ସେମାନଙ୍କର ବେଆଇନ ସାମ୍ରାଜ୍ୟ ଏତିକି ବଢିଗଲା, ଆଜି ସେମାନଙ୍କ ପାଖରେ ସମ୍ପତ୍ତିର ଗଣନା ନାହିଁ। ସେ ବିଷୟ ସେମାନେ କଲେକ୍ଟରକୁ ଦେଇଛନ୍ତି, ଏସପି କି ଦେଇଛନ୍ତି, ଏସଡିପିଓ ଆସ୍କାକୁ ଦେଇଛନ୍ତି ଏବଂ ଏସଡିପିଓ ପୌରସ୍ତମପୁର ଦେଇଛନ୍ତି, କିନ୍ତୁ ଆକ୍ସନ ଜିରୋ। ମୁଁ ସେମାନେ ଯୋଉ ଭାଇ ମାନେ ଦେଇଛନ୍ତି
ମୁଁ ଆପଣ ମାନଙ୍କୁ ଥ୍ରୋରେ କହୁଛି ଦୟାକରି ଆପଣ ମାନେ ଆସନ୍ତୁ ହାଇକୋର୍ଟରେ ମୁଁ ଆପଣ ମାନଙ୍କୁ ସହଯୋଗ କରିବି କେସ୍ କରିବି ଏବଂ ସେମାନଙ୍କୁ ଆରେଷ୍ଟ କରାଇବାକୁ ବାଧ୍ୟ ଏଇ 2 ଜଣଙ୍କୁ 6 ମାସ ଭିତରେ ମୁଁ ଜେଲରେ ମାରିବି ଏଇଟା ଆପଣଙ୍କୁ ମୁଁ ଆସୁରାନ୍ସ ଦଉଛି ଏବଂ ଯୋଉ ପାହାଡ ଫୁଟା ହଉଛି ଆପଣ ମାନେ ଜାଣିବା ପାଇଁ ନାଇଟ୍ରେଟ ମିକ୍ସଚର ଦ୍ୱାରା ହିଁ ପାହାଡ ଫୁଟା ହଉଛି ଏମାନେ କଣ କରୁଛନ୍ତି ନାଇଟ୍ରେଟ ମିକ୍ସଚର ବିକି ବିନା ପରମିଶନ ରେ ବିକୁଛନ୍ତି ଏବଂ ପାହାଡ ଫୁଟୁଛନ୍ତି ଯୋଉଠି ଜନଜୀବନ ନଷ୍ଟ ହେବା ସହିତ ଲୋକମାନଙ୍କର ହାର୍ଟ ଆଟାକ ବାହାରୁଛି ଘର ଭାଙ୍ଗୁଛି ଏବଂ ଜୀବଜନ୍ତୁ ମରୁଛନ୍ତି ଇଏ ଗଲା ନାଇଟ୍ରେଟ ମିକ୍ସଚର ସବୁଠୁ ଡେଞ୍ଜର ବିଷୟ ହଉଛି ଆମ ହିଞ୍ଜଳି କାହାଠୁ ହିଞ୍ଜଳି ନିର୍ବାଚନ ମଣ୍ଡଳୀ ହିଞ୍ଜଳି କାହାଠୁ କହିବିନି ତ ହିଞ୍ଜଳି ନିର୍ବାଚନ ମଣ୍ଡଳୀ ଘରେ ଘରେ ମଦ ସାହି ସାହିରେ ମଦ ପ୍ରତ୍ୟେକ ଜାଗାରେ ମଦ ଆପଣ ଦେଖିବେ ଆଇବି ପଖାରେ ଗୋଟେ ମଦ ଦୋକାନ ଚାଲିଛି ଯୋଉଟା ଏକ୍ସାଇଜ ଆକ୍ଟ 2008 ର 17(3) ବୋଧେ ସରକାରୀ ଜାଗାରେ ମଦ ଦୋକାନ ହେଇପାରିବନି କ୍ଲିୟର ଲେଖା ଅଛି କିନ୍ତୁ ହିଞ୍ଜଳି କାଉଣ୍ଟରେ ବହୁତ ଜାଗା ଅଛି ଯୋଉଠି ସରକାରୀ ଜାଗାରେ ମଦ ଦୋକାନ ହେଇଛି ଫରେନ ଲିକର ଯୋଉଟା ହେଇଛି 2017 ଏକ୍ସାଇଜ ଆକ୍ଟ 26(a)(b)(c)(d) 4ଟା ଯାକ କ୍ଲଜ ଅନୁଯାୟୀ ଆମ ହିଞ୍ଜଳି କାହାଠୁ କଣ ଶେରଗଡ କଣ କୌଣସି ଜାଗାରେ ମଦ ଦୋକାନ ହେଇପାରିବନି ଫରେନ ଲିକର ହଉ ଦେଶୀ ଦୋକାନ ସେଇଭଳି ମଦ ଭାଟି ଗୋଟିଏ ଜାଗାରେ ଗୋଟିଏ ଭାଟି ରହିବ ସେଇ ଜାଗାଟି ମଧ୍ୟ ହେଉଛି କୌଣସି ଜନବସତି ହେଇନଥିବ କିନ୍ତୁ ଆପଣ ଦେଖିବେ ନୂଆଗଡରେ 5ଟି ମଦ ଭାଟି ଅଛି ମଦ ଦୋକାନ ଗଣି ପାରିବେନି ଆପଣ ଦୁର୍ବନ୍ଧ ଶିବ ମନ୍ଦିର କଞ୍ଚୁଡୁ ଗାଁ ଭିତରେ ବୁରୁପଡା ସ୍କୁଲ ଆଗରେ